ନବମ ଶ୍ରେଣୀର ସମସ୍ତ ପିଲାଙ୍କୁ ସ୍ୱାଗତ। ଆମେ ପଢ଼ିଥିଲେ ଆମେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପଢ଼ୁଥିଲେ ହେଲା। ଦ୍ୱିତୀୟ ବିଶ୍ୱଯୁଦ୍ଧର କାରଣମାନ ପଢ଼ୁଥିଲେ। ଦୁଇଟି କାରଣ ଆମର ଯାଇଥିଲା, ଦୁଇଟି କାରଣ ସରିଥିଲା। ବର୍ତ୍ତମାନ ଆମେ ତୃତୀୟ କାରଣ ଦେଖିବା। ପ୍ୟାରିସ୍ ଶାନ୍ତି ସମର ତ୍ରୁଟି, ଭର୍ସାଇ ସନ୍ଧିର କଠୋରତା, ଏ ଦୁଇଟି କାରଣ ପଢ଼ି ସାରିଥିଲେ। ବର୍ତ୍ତମାନ ତୃତୀୟ କାରଣ ଆମେ ପଢ଼ିବା, ଜାତିସଂଘର ବିଫଳତା। ଜାତିସଂଘ କ'ଣ? ଜାତିସଂଘ ହେଉଛି ତାହା ଜାତିମାନଙ୍କୁ ନେଇ ଏକ ସଂଘ। ସଂଘ ଅର୍ଥ ଗ୍ରୁପ, ଜାତି ଅର୍ଥ ରାଷ୍ଟ୍ର, ରାଷ୍ଟ୍ରମାନଙ୍କୁ ନେଇ ଏକ ସଂଘ। ରାଷ୍ଟ୍ର କିଏ? ଯେଉଁମାନେ ସବୁ ମୁଖ୍ୟ ରାଷ୍ଟ୍ର ଥିଲେ ଦେଶରେ ପ୍ରଥମ ବିଶ୍ୱଯୁଦ୍ଧ ପରେ। ବୁଝା ପଡ଼ୁଛି? ତ ମୁଖ୍ୟ ରାଷ୍ଟ୍ରମାନଙ୍କୁ ନେଇ ଏକ ସଂଘ, ତାକୁ କୁହାଯାଏ ଜାତିସଂଘ ହେଲା। ଜାତିସଂଘର ଉଦ୍ଦେଶ୍ୟ କ'ଣ? ଏଇ ଯେଉଁଟା ଲେଖା ହେଇଛି। କେଉଁଟା ଲେଖା ହେଇଛି ନା? ଶାନ୍ତି ପ୍ରତିଷ୍ଠା ଦିଗରେ ଜାତିସଂଘର ବିଫଳତା ଦ୍ୱିତୀୟ ବିଶ୍ୱଯୁଦ୍ଧର ଅନେକ କାରଣ। ପ୍ରଥମ ବିଶ୍ୱଯୁଦ୍ଧ ପରେ ସାମୂହିକ ସୁରକ୍ଷା ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ଇଏ ହେଉଛି ଜାତିସଂଘର ଉଦ୍ଦେଶ୍ୟ। ସାମୂହିକ ସୁରକ୍ଷା, ସମସାମୂହିକ ମାନେ ସମସ୍ତଙ୍କୁ ସୁରକ୍ଷା ଦିଆଯିବ। ସମୂହ ମାନେ କ'ଣ? ଗ୍ରୁପ ଅଫ୍ ପିପୁଲ। ସାମୂହିକ ସୁରକ୍ଷା ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। କିନ୍ତୁ ଏହି ଲକ୍ଷ୍ୟ ପୂରଣ କରିବାକୁ ଜାତିସଂଘ ସମର୍ଥ ହେଲା ନାହିଁ। ମାନେ ଜାତିସଂଘର ଯେଉଁ ଉଦ୍ଦେଶ୍ୟ ଥିଲା, ଜାତିସଂଘ ତିଆରି ହେବାର ଲକ୍ଷ୍ୟ ଜାତିସଂଘ ପୂରଣ କରିପାରିଲା ନାହିଁ, ଯାହାଫଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଲା। ଜାତିସଂଘ ତିଆରି ହେଇଥିଲା କ'ଣ ପାଇଁ? ଶାନ୍ତି ପ୍ରତିଷ୍ଠା କରିବା ପାଇଁ। ଯେତେବେଳେ ଜାତିସଂଘ ଶାନ୍ତି ପ୍ରତିଷ୍ଠା କରିପାରିଲା ନାହିଁ, ଯୁଦ୍ଧ ହେଲା, ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଲା। ଉଦ୍ଦେଶ୍ୟ ଥିଲା ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବ, ଯେମିତି ଆଉ ଯୁଦ୍ଧ ହେବ ନାହିଁ। ହେଲେ ସେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିପାରିଲା ନାହିଁ, ମାନେ କ'ଣ ହେଲା? ଅଶାନ୍ତି ହେଲା। ବୁଝୁଛ? ତାର ରିଜିନ୍ କ'ଣ ପାଇଁ କରିପାରିଲା ନାହିଁ? ଏଇ ପଏଣ୍ଟରେ ଆମେ ଦେଖିବା। ଭଲରେ ବୁଝ। ମୁଁ ପଚାରିବି, ସମସ୍ତଙ୍କୁ କହିଦେଉଛି। ବୁଝିଲ? ସ୍କୁଲ ଖୋଲିଲେ ମୁଁ ସମସ୍ତଙ୍କୁ ପଚାରିବି। ଭଲରେ ବୁଝ, ଭଲରେ ପଢ଼। ଯେତେଟା ବିଷୟ କହିବି ସେତେଟା ବିଷୟ ପଢ଼ିକି ରଖିଥିବ, ନହେଲେ ବାଡ଼େଇକି ଭାଙ୍ଗିଦେବି ଗୋଡ଼ ଧରିକି। ଲେଖା ହେଇଛି, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଉଡ୍ରୋ ୱିଲସନ୍। କିଏ? ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଉଡ୍ରୋ ୱିଲସନ୍ ଜାତିସଂଘ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତାହେଲେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯିଏ ଥିଲେ ଉଡ୍ରୋ ୱିଲସନ୍, ସିଏ ଜାତିସଂଘ ଗଠନର ମୁଖ୍ୟ ନିର୍ମାତାର ଭୂମିକା କରିଥିଲେ। ମାନେ ସେ ମୁଖ୍ୟ ଥିଲେ ଜାତିସଂଘରେ ହେଲା। କିନ୍ତୁ କ'ଣ ହେଲା? ସିନେଟର ବିରୋଧ ଯୋଗୁଁ ଆମେରିକା ଏହାର ସଭ୍ୟପଦ ଗ୍ରହଣ କରିପାରିଲା ନାହିଁ। ସିନେଟ ମାନେ ରୁଲ୍ସ ହେଲା। ରୁଲ୍ସର କିଛି ଲର କିଛି ବିରୋଧ ଯୋଗୁଁ ମାନେ କ'ଣ ହେଲା? ଆମେରିକା ଜାତିସଂଘ ତିଆରି କରିଛି ଯିଏ, ସିଏ ଜାତିସଂଘରେ ରହିପାରିଲା ନାହିଁ। ମୁଁ ତୁମକୁ ଉଦାହରଣ ଦେଉଥିଲି ଯେ ଯିଏ କ୍ରିକେଟ ଟିମ୍ର କ୍ୟାପ୍ଟେନ୍, ଯିଏ ଫୁଟବଲ ଟିମ୍ର କ୍ୟାପ୍ଟେନ୍, ସେ କ୍ୟାପ୍ଟେନ୍ ଯେତେବେଳେ ଟିମ୍ରେ ରହିବ ନାହିଁ, ତାହେଲେ ଟିମ୍ କ'ଣ ହେଇଯିବ? ଟିମ୍ ଆଉ ଜିତିପାରିବ? ଟିମ୍ ବେଖରା ହେଇଯିବ। ଟିମ୍ର ଉଦ୍ଦେଶ୍ୟ ପୂରଣ ହେବ ନାହିଁ। ହେଲେ ଟିମ୍କୁ ନେଇକି ଯାଉଥିଲା ଯିଏ, ସିଏ ତ ଟିମ୍ରେ ନାହିଁ। ବୁଝା ପଡ଼ୁଛି? ତ ଜାତିସଂଘର ନିର୍ମାତା ଯିଏ ଉଡ୍ରୋ ୱିଲସନ୍, ଆମେରିକାର ରାଷ୍ଟ୍ରପତି, ତାକୁ ସେ ସିନେଟ ପାଇଁ ସେ ଜାତିସଂଘରେ ରହିପାରିଲା ନାହିଁ। ଭଲରେ ସମସ୍ତେ ବୁଝ ହେଲା। ପୁନଶ୍ଚ ଜାତିସଂଘର ନିର୍ଦ୍ଦେଶ ଅମାନ୍ୟ କରୁଥିବା ଓ ବିଶ୍ୱଶାନ୍ତି ଭଙ୍ଗ କରୁଥିବା ବୃହତ୍ ରାଷ୍ଟ୍ରମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିଲା ନାହିଁ। ଆଉ କ'ଣ? ତ ଟିମ୍ରୁ ତ କ୍ୟାପ୍ଟେନ୍କୁ ବାହାର କରିଦେଲା, ଜାତିସଂଘ ଟିମ୍ରୁ କ୍ୟାପ୍ଟେନ୍କୁ ବାହାର କରିଦେଲା, ସେଟା ସରିଲା। ତାପରେ କ'ଣ ରହିଲା ନା, ଯିଏ ଜାତିସଂଘ ଯେଉଁ ସର୍ତ୍ତାବଳୀ କରିଥିଲା, ଏଇ ସର୍ତ୍ତ ସବୁ ଦେଶ ମାନିବା, ଆମେ ଶାନ୍ତିରେ ରହିବା, ସେଇ ସର୍ତ୍ତକୁ କେହି ମାନିଲେ ନାହିଁ। ଯିଏ ମାନିଲା ନାହିଁ ତାଙ୍କୁ ମଧ୍ୟ ଦଣ୍ଡ ବିଧାନ କରାଗଲା ନାହିଁ। ବୁଝିପାରିଲ? ଯାହାଫଳରେ ଆଉ କିଏ ମାନିଲେ ହିଁ ନାହିଁ। ବୁଝିଲ? କ୍ୟାପ୍ଟେନ୍ କହିବ, କ୍ୟାପ୍ଟେନ୍ ତ ଟିମ୍ରେ ନାହିଁ, ଛାଡ଼। ତାପରେ ଥରେ କୁହାହେଲା, ଏଇ ତୁ ଏଇଠି ବଲ୍ ପକା, ସିଏ ବଲ୍ ପକେଇଲାନି। ତୁ ଯାହା ପ୍ରଥମେ ଖେଳିବାକୁ, ସେ କହିଲା ମୁଁ ଦ୍ୱିତୀୟ ନମ୍ବରରେ ଖେଳିବାକୁ ଯିବି। ମାନେ କ'ଣ? ଯିଏ ମାନିଲାନି ତ ମାନିଲାନି, ଯିଏ ନ ମାନିଲା ତାକୁ ଦଣ୍ଡ ବିଧାନ ବି କିଛି କରାଗଲା ନାହିଁ ହେଲା। ସରିଲା ଆଉ କ'ଣ? ହଁ, ଏହାର ସଭ୍ୟ ରାଷ୍ଟ୍ରମାନେ ନିଜ ଇଚ୍ଛା ଅନୁସାରେ ସଭ୍ୟ ପଦରୁ ଓହରି ଯାଇପାରୁଥିଲେ। ହଁ, ଆଉ କ'ଣ ହେଲା?
ଯିଏ ସବୁ ସେଇ ସଂଘର ମେମ୍ବର ଥିଲେ, ଯେଉଁ ଜାତି ସବୁ ସଂଘର ମେମ୍ବର ଥିଲେ, ତାଙ୍କ ମନ ଇଚ୍ଛା ବାହାରି ଯାଉଥିଲେ, ଭିତରକୁ ପଶି ଯାଉଥିଲେ, ବାହାରି ନାଇଁ ଆମେ ସଂଘରେ ରହିବୁନି, ହଁ ଆମେ ସଂଘରେ ରହିବୁ। ମନ କିଛି ରୁଲ୍ସ ରେଗୁଲେସନ୍ ଷ୍ଟ୍ରିକ୍ଟ ରୁଲ୍ ନଥିଲା। ତୁମକୁ କୁହାହେଉଛି କେତେଥର ପାଠ ପଢ଼ିକି ଆସ, ତମ ଇଚ୍ଛା ନା। ଏ କ୍ଲାସ୍ କରାଯିବ କି 4 ଜଣ ପିଲା, 2 ଜଣ, ଜଣେ ବା ଫାଳେ। ଏଇ ଯେଉଁ ପୂର୍ବ କ୍ଲାସ୍ରେ ତ ଫାଳେ ପିଲା କ୍ଲାସ୍ କରୁଥିଲା, ବିଶ୍ୱାଳ ଆଉ ଟିକେ ବିଶ୍ୱାଳ ଖାଲି କ'ଣ କରୁଥିଲା, ହଁ ବିଶ୍ୱାଳ, ଶିବାଙ୍ଗୀ ଆଉ ଅଭିଲିପ୍ସା, ଏମିତି 4ଟା ପିଲା, ଇଏ କ'ଣ ଚିତ୍ର, ଏମିତି ସବୁ 4ଟା 5ଟା ପିଲା କ୍ଲାସ୍ କରୁଥିଲେ। ମାନେ ତୁମେ ଫାଳେ ପିଲା ବି କ୍ଲାସ୍ କରୁଛ, ବୁଝୁଛ ତ କ'ଣ ପାଇଁ ଏମିତି କ୍ଲାସ୍ କରୁଛ? ଷ୍ଟ୍ରିକ୍ଟ ରୁଲ୍ ନାହିଁ ବୋଲି। ବୁଝିପାରୁଛ? ଯେହେତୁ ତୁମକୁ ଅପସନାଲ୍ ଦିଆଯାଉଛି, ତୁମେ ଦେଖିବା ଇଚ୍ଛା ନାହିଁ ଆଜି ପଢ଼ିବାନି। ବୁଝିପାରୁଛ? ସେମିତି କଥା। ହଉ, ତାପରେ ଦେଖ, ସ୍ୱାର୍ଥ ପୂରଣ ନ ହେବାରୁ ପ୍ରଥମେ ଜର୍ମାନୀ ଓ ପରେ ପରେ ଇଟାଲୀ, ଜାପାନ ସଭ୍ୟପଦ ତ୍ୟାଗ କଲେ। ତାହେଲେ ଯେହେତୁ ଜାତିସଂଘ କୌଣସି ଉଦ୍ଦେଶ୍ୟ ପୂରଣ କରିପାରୁନଥିଲା, ବା ଜାତିସଂଘରେ ଯେଉଁମାନେ ଏଣ୍ଟ୍ରି ହେଇଥିଲେ, ମେମ୍ବର ହେଇଥିଲେ, ସେମାନେ ବି କିଛି ଲାଭ ପାଇପାରିଲେ ନାହିଁ। ସେଥିପାଇଁ ଧୀରେ ଧୀରେ ସବୁ ଓହରି ଯାଉଥିଲେ। ବୃହତ୍ ରାଷ୍ଟ୍ରମାନଙ୍କର କାର୍ଯ୍ୟକଳାପ ଯୋଗୁଁ କ୍ଷୁଦ୍ର ରାଷ୍ଟ୍ରମାନେ ନିଜକୁ ସୁରକ୍ଷିତ ମଣିଲେ ନାହିଁ। ତେଣୁ ଜାତିସଂଘରୁ ସେମାନେ ଆସ୍ଥା ହରାଇଲେ। ହେଲା, ତାହେଲେ ଜାତିସଂଘ ମାନେ କ'ଣ? ଅସ୍ତିତ୍ୱ ହରାଇଲା। ଜାତିସଂଘ ଯେଉଁଥିପାଇଁ ତିଆରି ହୋଇଥିଲା ତାହା ପୂରଣ ହୋଇପାରିଲା ନାହିଁ। ଯାହା ଡାଉଟ୍ ମୋତେ ପଚାରିବ। ଏଇଟା ଲେଖା ହେଇଛି କ'ଣ ଦେଖ, ଏଇ ସିନେଟ୍ ଲେଖା ହେଇଛି ରେ। ସିନେଟ୍ କ'ଣ? ଯେଉଁ ଲେଖା ହେଲା ସିନେଟ୍ ଯୋଗୁଁ ଆମେରିକାର ରାଷ୍ଟ୍ରପତି ଉଡ୍ରୋ ୱିଲସନ୍ ଜାତିସଂଘର ସଭ୍ୟ ହୋଇକି ରହିପାରିଲା ନାହିଁ। ଆମେରିକା ଯେହେତୁ ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଭାରତର ସଂସଦ ବା ପାର୍ଲାମେଣ୍ଟ ସଦୃଶ। ହେଲା, ମାନେ ଯୁକ୍ତରାଷ୍ଟ୍ର ଆମେରିକାର ଗୋଟେ କଂଗ୍ରେସ ବୋଲି ଗୋଟେ ଜିନିଷ ଅଛି, ଯେଉଁଟା ଭାରତର ଯାହାକୁ ଆମେ ପାର୍ଲାମେଣ୍ଟ କହୁଛନ୍ତି ବା ସଂସଦ କହୁଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା ତାକୁ କଂଗ୍ରେସ ବୋଲି କୁହନ୍ତି। ହେଲା, ଭାରତର ସଂସଦ 2ଟି ସଦନ, ଯେମିତି ମୁଁ କହିଲି ରୁଲ୍ସ ପାଇଁ ଇଏ ହେଇଥିଲା। ଭାରତର ସଂସଦ 2ଟି ସଦନ ଅଛି, ଲୋକସଭା, ରାଜ୍ୟସଭା। ସେହିପରି ଯୁକ୍ତରାଷ୍ଟ୍ର ଆମେରିକାର 2ଟି ସଦନ ଅଛି, ଗୋଟେ ହେଉଛି ସିନେଟ୍ ଆଉ ଗୋଟେ ପ୍ରତିନିଧି ସଭା। ତ ତାଙ୍କ ସିନେଟ୍ ରୁଲ୍ସ ବନେଇଥିଲା ଏଇଆ ଯେ ଆମ ଆମେରିକା ଜାତିସଂଘର ସଭ୍ୟ ହୋଇକି ରହିପାରିବ ନାହିଁ। ଯାହାଫଳରେ ଉଡ୍ରୋ ୱିଲସନ୍ ସିଏ ଜାତିସଂଘର ସଭ୍ୟରୁ ନିବୃତ୍ତ ହେଇଥିଲେ, ଓହରି ଯାଇଥିଲେ। ବୁଝିପାରିଲ? ଭେରି ଗୁଡ୍। ଇଏ ଗଲା 3 ନମ୍ବର ଗଲା। 4 ନମ୍ବର ଦେଖିବା, ଉଗ୍ର ଜାତୀୟ ଫାଶୀବାଦ ଶକ୍ତିମାନ। ଫାଶୀବାଦ ମାନେ ତୁମକୁ ପଢ଼େଇଥିଲି। ଫାଶୀବାଦ କେଉଁମାନେ, କିଏ କହିପାରିବ? ମନେ ପକାଅ। ଫାଶୀବାଦ ସେଇମାନେ ଯେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ପରେ ଶ୍ରମିକମାନଙ୍କୁ ଅତ୍ୟାଚାର କରାହେଉଥିଲା, ବେକାରୀ ହେଲା, ଦାରିଦ୍ର୍ୟ ହେଲା, ବୁଝାପଡ଼ୁଛି, ଦର ବୃଦ୍ଧି ଘଟିଲା, ତ ସମସ୍ତେ ଶ୍ରମିକ ଗୋଷ୍ଠୀର ଲୋକମାନେ ଆନ୍ଦୋଳନ କଲେ। ଶ୍ରମିକ ଗୋଷ୍ଠୀର ଆନ୍ଦୋଳନକୁ ଦବେଇବା ପାଇଁ ପୁଞ୍ଜିବାଦୀ ଗୋଷ୍ଠୀ ଲୋକମାନେ ସେ ଉଗ୍ର ଜାତୀୟତାବାଦ ଲୋକଙ୍କୁ କ'ଣ ଉସ୍କେଇଲେ, ସେମାନଙ୍କୁ ସୁପାରିଶ କଲେ, କହିଲେ ଏମାନଙ୍କୁ ଟିକେ ଦମନ କର। ହେଲା, ତମେ ଦମନ କାହାକୁ? ଉଗ୍ର, ସିଏ ତ କିଛି କରିବେନି। ଉଗ୍ର କହିଲେ ତମେ ଯେଉଁ ଶ୍ରମିକମାନଙ୍କୁ ଦମନ କରିକି ତମେ ସରକାର ବନ। ହେଲା, ଏକଛତ୍ର ସରକାର ତିଆରି କର। ତ ତାଙ୍କୁ ହିଁ କୁହାଯାଏ ଫାଶୀବାଦ, ସେଇ ଉଗ୍ର ଜାତୀୟ ଦଳଙ୍କୁ। ବୁଝିପାରିଲ? ଦେଖ, ଉଗ୍ର ଜାତୀୟତାବାଦୀ ଓ ଫାଶୀବାଦ ଶକ୍ତିମାନଙ୍କର ଉତ୍ଥାନ ଫଳରେ ବିଶ୍ୱ ରାଜନୀତିରେ ସଙ୍କଟଜନକ ପରିସ୍ଥିତି ଉପୁଜିଲା। ହିଟଲର ଜର୍ମାନୀରେ ଏକଛତ୍ର ଶାସନ ପ୍ରତିଷ୍ଠା କରିବା ପରେ ବିଜୟୀ ରାଷ୍ଟ୍ରମାନଙ୍କୁ କ୍ଷତିପୂରଣ ବାବଦ ବିପୁଳ ଅର୍ଥ ଦେବାକୁ ମନା କରିଦେଲା। ଜର୍ମାନୀ ହାରିଥିଲା, ହେଲେ ମାନେ ଯେଉଁ ଜୋରିମାନା ଯେଉଁ ହାରିଲେ, ହେଲା, ସେଟାକୁ ମଧ୍ୟ ଦେବାକୁ ମନା କରିଦେଲା। ଇଚ୍ଛାକୃତ ଭାବରେ ସେ ଭର୍ସାଇ ସନ୍ଧି, ଯେଉଁ ଭର୍ସାଇ ସନ୍ଧି ଲେଖା ହେଇଥିଲା, ଭର୍ସାଇ ସନ୍ଧି ସର୍ତ୍ତବଳୀକୁ ଉଲ୍ଲଂଘନ କଲା। ଯେଉଁ ମାନିଲେ ନାହିଁ, ଯେଉଁ କହୁଥିଲା ମାନିବା କଠୋରତା, ହେଲା, ପଢ଼ୁନଥିଲେ ପ୍ରଥମ ଉଲ୍ଲଂଘନ କଲା। କିନ୍ତୁ ତାପରେ ଦେଖ, ହିଟଲର ଉଲ୍ଲଂଘନ କରିଛି ଏବଂ ଲଢ଼ୁଆ ଆକାଶ ବାହିନୀ ଓ ନୌବାହିନୀ ସମେତ ଏକ ବିରାଟ ସୈନ୍ୟବାହିନୀ ଗଠନ କରିଥିଲେ। ଏକ ବିରାଟ ସୈନ୍ୟବାହିନୀ ଗଠନ କଲେ। ହେଲା, 1933 ମସିହାରେ ଜର୍ମାନୀ ଜାତିସଂଘରୁ ଓହରି ଆସିଲା।
ମନେ ରଖିବ। ତାହେଲେ କ'ଣ ହେଲା, ଆମେ ପଢ଼ିଥିଲେ। ତାହେଲେ ଦେଖ ଫାଶୀବାଦ ମାନେ କ'ଣ ଜାଣିଦେଲ। ଫାଶୀବାଦ ମାନେ ଏକଛତ୍ରବାଦ। ଫାଶୀବାଦ ଅର୍ଥ ଭଲରେ ମନେ ରଖ। ଶ୍ରମିକମାନେ ଯେଉଁ ଆନ୍ଦୋଳନ କରୁଥିଲେ ନିଜ ହକ୍ ପାଇଁ, ଶ୍ରମିକମାନଙ୍କୁ ଦବେଇବା ପାଇଁ ପୁଞ୍ଜିବାଦୀ ଗୋଷ୍ଠୀମାନେ, ଧନିକ ଶ୍ରେଣୀର ଗୋଷ୍ଠୀମାନେ, ସେମାନେ କିଛି କରିପାରିବେନି। ସିଏ କିଛି ଉଗ୍ର ଜାତୀୟତାବାଦୀ ଗୁଣ୍ଡା ଲୋକଙ୍କୁ ତାଙ୍କୁ ସୁପାରିଶ କଲେ, ପଇସା ଦେଲେ, ଏଇ ତୁମେ ସେଇ ଶ୍ରମିକମାନଙ୍କୁ ଟିକେ ଦବେଇ ଦିଅ, ତୁମେ ଏଇ ଦେଶର ସର୍ବେସର୍ବା ହେଇଯାଅ। ସେମାନଙ୍କୁ ଦବେଇଲେ, ସେମାନେ ତାପରେ ଆନ୍ଦୋଳନ, ସେମାନେ କାହାକୁ ଦବେଇବାକୁ ଚେଷ୍ଟା କଲେ, ଶ୍ରମିକମାନଙ୍କୁ। ତ ସେଇ ଗୋଷ୍ଠୀକି କୁହାଯାଉଥିଲା ଫାଶୀବାଦୀ ଗୋଷ୍ଠୀ ବା ଉଗ୍ର ଜାତୀୟତାବାଦୀ ଗୋଷ୍ଠୀ। ବୁଝାପଡ଼ିଲା? ଯେଉଁମାନେ ଏକଛତ୍ର ଶାସନ ପ୍ରତିଷ୍ଠା କରୁଥିଲେ। ହେଲା, ଏ ଦେଖ 1933 ମସିହାରେ ଜର୍ମାନୀ ଜାତିସଂଘରୁ ଓହରି ଯାଇଥିଲା। କ'ଣ ହେଇଥିଲା? ଜାତିସଂଘ ଉଦ୍ଦେଶ୍ୟ ପୂରଣ କରିପାରିଲା ନାହିଁ, ସବୁ ଜାତିସଂଘରୁ ଓହରି ଯାଉଥିଲେ। 1936 ମସିହାରେ 1936 ମସିହା ମାର୍ଚ୍ଚ ମାସରେ ହିଟଲର ରାଇନ୍ ଅଞ୍ଚଳ ଅଧିକାର କରିନେଲା। ଦେଖ ହିଟଲର ଯେ ଜର୍ମାନୀର ମାନେ ଏକଛତ୍ର ଶାସନ ପ୍ରତିଷ୍ଠା କରିଥିଲା। ଜର୍ମାନୀ ଜାତି ବାସ କରୁଥିବା ଅଞ୍ଚଳ ଗୁଡ଼ିକ ନିଜ ଶାସନାଧୀନ କରିବାରେ ଅଧିକାର ଜର୍ମାନୀ ଅଛି ବୋଲି ଘୋଷଣା କରି, ଜର୍ମାନ ଜାତି ବାସ କରୁଥିବା ଅଞ୍ଚଳ ଗୁଡ଼ିକରେ ନିଜ ଶାସନାଧୀନ କରିବାର ଅଧିକାର ଜର୍ମାନୀର ଅଛି ବୋଲି ଘୋଷଣା କରି ସେ 1938 ମସିହାରେ ଅଷ୍ଟ୍ରିଆ ଅଧିକାର କଲା। ଚେକୋସ୍ଲୋଭାକିଆର ସୁଦେତାନ ଅଞ୍ଚଳ ଓ ପରେ ପରେ ସମଗ୍ର ଚେକୋସ୍ଲୋଭାକିଆ ତାଙ୍କ ଦ୍ୱାରା ଅଧିକୃତ ହେଲା। ହଉ, ଇଟାଲୀରେ ଏକଛତ୍ରବାଦ, ଏ ମୁସୋଲିନି କଥା ପଢ଼ିଛନ୍ତି, ଆମେ ପଢ଼ିଛନ୍ତି ନା ରେ। ଇଟାଲୀର ଏକଛତ୍ରବାଦ ଶାସକ ମୁସୋଲିନି ମଧ୍ୟ ପ୍ରାଚୀନ ରୋମର ସାମ୍ରାଜ୍ୟର ପୂର୍ବ ଗୌରବ ପୁନଃପ୍ରତିଷ୍ଠା ନିମନ୍ତେ ଅନୁରୂପ ନୀତି ଅନୁସରଣ ମାନେ ଏକଛତ୍ର ଶାସନ କଲେ। 1936 ମସିହାରେ ସେ ଆଫ୍ରିକା ମହାଦେଶସ୍ଥ ଆବିସିନିଆକୁ ଜୟ କରି ଇଟାଲୀ ସାମ୍ରାଜ୍ୟରେ ଅନ୍ତର୍ଭୁକ୍ତ କଲେ। ଦେଖ ଆସ୍ତେ ଆସ୍ତେ ପୁଣି ସେୟା ହେଇଗଲେ, ପୁଣି ସେଇ ରାଜ୍ୟ ଜୟ କର, ଜଗନ୍ନାଥ, ହେଲା, ରାଜ୍ୟ ଜୟ କର, ଆଉ ସାମ୍ରାଜ୍ୟ ବୃଦ୍ଧି କର, ଅନ୍ୟମାନଙ୍କ ସହିତ ଯୁଦ୍ଧ କର, ଏମିତି ସବୁ ଚାଲିଲା। ଯେହେତୁ ଜାତିସଂଘ ଚାଲିଲା ନାହିଁ, ହେଲା, କେହି କାହା କଥା ମାନିଲେ ନାହିଁ, ପୁଣି ବିଶ୍ୱଯୁଦ୍ଧ ସୃଷ୍ଟି ହେବାର ଆଶଙ୍କା ହେଲା। ଆଉ କ'ଣ, ଜର୍ମାନୀ ଯେମିତି କଲା, ଇଟାଲୀ ସେମିତି ସବୁ କଲା। ଏଇ ଦେଖ ଜାପାନ ମଧ୍ୟ ନିଜର ସାମ୍ରାଜ୍ୟ ଲିପ୍ସା ମାନେ ସାମ୍ରାଜ୍ୟ ଆଶା ପୂରଣ ପାଇଁ ଦୂରପ୍ରାଚ୍ୟର ମାନେ ବହୁତ ସାମରିକ ବାହିନୀ ଗଠନ କଲା। ଜାପାନ 1931 ମସିହାରେ ତୈଳ ଖଣିଜ ସମ୍ପଦପୂର୍ଣ୍ଣ ଚୀନର ମାଞ୍ଚୁରିଆ ପ୍ରଦେଶ ଆକ୍ରମଣ କରି ଏହାକୁ ଅଧିକାର କରିନେଲା। ଦେଖରେ ମାଞ୍ଚୁରିଆ ପ୍ରଦେଶକୁ ସେଠି ତୈଳ ଖଣିଜ ଥିଲା ବୋଲି ତାକୁ ଅଧିକାର ନେଲା। ନିଜ ସ୍ୱାର୍ଥ ଦୃଷ୍ଟିରୁ ଜାତିସଂଘରୁ ଓହରି ଆସିଥିଲା। ତାହେଲେ ଦୁଇଟି କାରଣ ବୁଝିଲ। ତାହେଲେ ଏମିତି କାରଣ ପାଇଁ ତାହେଲେ କ'ଣ ହେଲା, ଦ୍ୱିତୀୟ ବିଶ୍ୱଯୁଦ୍ଧ ଧୀରେ ଧୀରେ ହବାରେ ଲାଗିଲା ବୋଲି କହିପାରିବ। ବୁଝିପାରୁଛ? ମାନେ ଆଶଙ୍କା ସୃଷ୍ଟି ହେଲା। ଜାଣିପାରିଲ? 4ଟା ପଏଣ୍ଟରୁ କିଏ କେଉଁଟା ବୁଝିପାରୁନ କୁହ, ହେଲା। କେଉଁମାନେ ପଢ଼ୁଛ, ମୁଁ ସାର୍ ପଢ଼ି ସାରିଲି, ଭିଡ଼ିଓ ଦେଖି ସାରିଲି ବୋଲି ନିଜ ନାଁ ସବୁ ଗ୍ରୁପ୍ରେ କହିବ। ସାର୍ ମୁଁ ପଢ଼ି ସାରିଲି, ଗ୍ରୁପ୍ରେ ଲେଖିବ। ସାର୍ ହଁ ମୁଁ ପଢ଼ି ସାରିଛି, ସାର୍ ମୁଁ ନୋଟ୍ସ ବନେଇ ସାରିଛି, ସାର୍ ମୁଁ ବୁଝିଗଲି, ସାର୍ ମୁଁ ଏଇଟା ବୁଝିପାରିଲିନି। କୁହ, ପାର୍ଟିସିପାଣ୍ଟ ଦରକାର, ଇନଭଲଭମେଣ୍ଟ ଦରକାର, ମୁଁ ମେସିନ୍ ନୁହଁ। ବୁଝୁଛ? ହଉ, ପଢ଼ିକି ମୋତେ ନୋଟ୍ସ ବନେଇକି ନିଜ ଭାଷାରେ ଲେଖିକି ବୁଝିକି ନାଁ ସବୁ ଲେଖ, ମେନସନ୍ କର, ଲେଖିକି ଦିଅ, ନୋଟ୍ସ ବନେଇକି ଦିଅ, ଏତିକିର, ହେଲା, ମୁଁ ଦେଖିବି।